କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସହରର ବୈକୁଣ୍ଠପୁରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀଜୀଉଙ୍କ ସ୍ନାନ ଉତ୍ସବ ସୋମବାର ମହାଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ସକାଳୁ ପ୍ରଭୁଙ୍କ ନିତ୍ୟକର୍ମ ପରେ ତିନି ଠାକୁରଙ୍କୁ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା। ଲାଞ୍ଜିଗଡ଼ ରାଜା ସୁରେନ୍ଦ୍ର ପ୍ରତାପ ସିଂହଦେଓ ଛେରା ପହଁରା କରିବା ପରେ ସ୍ଥାନୀୟ ବ୍ରାହ୍ମଣ ସମାଜ ଦ୍ୱାରା ଜଗନ୍ନାଥଙ୍କୁ 35, ବଳଭଦ୍ରଙ୍କୁ 33, ସୁଭଦ୍ରାଙ୍କୁ 22 ଓ ସୁଦର୍ଶନଙ୍କୁ 18 କଳସ ସಮೇତ ସର୍ବକୂଳ 108 କଳସ ପବିତ୍ର ଜଳରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ନାନ କରାଯାଇଥିଲା। ସ୍ନାନ ଓ ଭୋଗ ଲାଗି ପରେ ଶ୍ରୀଜୀଉଙ୍କ ଗଜାନନ ବେଶରେ ଭକ୍ତଙ୍କୁ ଦୁର୍ଲଭ ଦର୍ଶନ ଦେଇଥିଲେ। ମନ୍ଦିର ପୂଜକ ମନୋଜ ମିଶ୍ର ଓ ଚନ୍ଦନ ନନ୍ଦପୁରୀ ପୂଜା କାର୍ଯ୍ୟ ତୁଲାଇଥିଲେ। ଶ୍ରୀ ହରିହର ସାଂସ୍କୃତିକ ସେବା ସମିତିର ସଭାପତି ରାଜେନ୍ଦ୍ର ସିଂହଦେଓଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ସମ୍ପାଦକ କାମରାଜ ଦଳବେହେରା, କୋଷାଧ୍ୟକ୍ଷ ଚନ୍ଦ୍ରଧ୍ୱଜ ପେସ୍ନିଆଙ୍କ ସମେତ କମିଟିର ସଦସ୍ୟ ଓ ଶତାଧିକ ଭକ୍ତ ଯୋଗଦାନ କରିଥିଲେ। ଘଣ୍ଟ ଓ ହୁଳହୁଳି ଶବ୍ଦରେ ସମଗ୍ର ମନ୍ଦିର ପ୍ରାଙ୍ଗଣ ପ୍ରକମ୍ପିତ ହୋଇ ଉଠିଥିଲା। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରୁ ରମେଶ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ଶ୍ରୀକ୍ଷେତ୍ର ଲାଇଭ୍।